ଗଞ୍ଜାମ ଜିଲ୍ଲାରେ ବେଆଇନ ବାଲି ଚୋରାଚାଲାଣ କରାଯାଉଥିଲେ ବି ଏହାକୁ ଅଙ୍କୁଶ ଲଗାଇବାରେ ପ୍ରଶାସନ ବିଫଳ ହୋଇଛି। ବାରମ୍ବାର ଖବର ପ୍ରସାରଣ ପରେ ଏବେ ଚେତିଛି ପୋଲିସ ଓ ଖଣି ବିଭାଗ। ଶୁକ୍ରବାର ଅପରାହ୍ନରେ ଛତ୍ରପୁର ଥାନା ଅଧୀନସ୍ଥ ହଂସପୁରଠାରେ ଥିବା ଋଷିକୁଲିଆ ବାଲି ଘାଟରେ ବେଆଇନ ବାଲିଘାଟରେ ଚୋରାଚାଲାଣ ରୋକିବା ନେଇ ପୋଲିସ ଓ ଖଣି ବିଭାଗ ଅଚାନକ ଚଢ଼ାଉ କରିଥିଲେ। ସେଠାରେ ଏକ ବେଆଇନ ବାଲି ଗଚ୍ଛିତ ସ୍ଥାନକୁ ଜବତ କରିବା ସହିତ ରାସ୍ତାକୁ ଜେସିବି ଦ୍ୱାରା ଖୋଳି ନଷ୍ଟ କରାଯାଇଛି, ଯାହାଫଳରେ ଉକ୍ତ ରାସ୍ତା ଦେଇ ଋଷିକୁଲିଆ ନଦୀରୁ ବାଲି ଆଣିପାରିବେ ନାହିଁ ମାଫିଆ। ମାଫିଆମାନେ ଦୈନିକ ଋଷିକୁଲିଆ ନଦୀ ଘାଟରୁ ବାଲି ଚୋରି କରି ସେହି ରାସ୍ତା ଦେଇ ଆସିଥାନ୍ତି। ଏବେ ସେହି ରାସ୍ତାକୁ ନଷ୍ଟ କରିଦିଆଯାଇଛି। ତେବେ ଚଢ଼ାଉ ସମୟରେ କୌଣସି ଗାଡ଼ିକୁ ଜବତ କରିପାରିନି ଖଣି ବିଭାଗ। ବିଳମ୍ବିତ ରାତ୍ରରେ ସେହି ରାସ୍ତା ଦେଇ ବାଲି ମାଫିଆମାନେ ଚୋରା ବାଲି ଚାଲାଣ କରିଥାନ୍ତି। ଗତକାଲି ମଧ୍ୟ ଛତ୍ରପୁର ଓ ଗଞ୍ଜାମ ଥାନା ଅଞ୍ଚଳର 4ଗୋଟି ସ୍ଥାନରେ ବେଆଇନ ଭାବେ ଗଚ୍ଛିତ ହୋଇଥିବା ବାଲି ଡିପୋକୁ ଜବତ କରାଯାଇଥିଲା। ମାଫିଆମାନେ ବହୁ ବାଲି ଗଚ୍ଛିତ କରି ପରବର୍ତ୍ତୀ ସମୟରେ ଏହାକୁ ଟ୍ରାକ୍ଟର ଦ୍ୱାରା ଚଢ଼ା ଦରରେ ବିକ୍ରି କରି ବେଆଇନ ଭାବେ ଅର୍ଥ ଉପାର୍ଜନ କରି ଲାଭବାନ ହେଉଛନ୍ତି। ଗଞ୍ଜାମ ଛତ୍ରପୁରରୁ ପ୍ରଶାନ୍ତ କୁମାର ମହାରଣାଙ୍କ ରିପୋର୍ଟ, ତେଜ ଓଡ଼ିଶା।